ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ 2024। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମାବୃନ୍ଦ, ବିଜ୍ଞ ବିଚାରକ ମଣ୍ଡଳୀ, ସ୍ନେହର ପ୍ରତିଯୋଗୀ ଏବଂ ମୋର ଅତି ଆଦରର କୁନି କୁନି ଭାଇ ଭଉଣୀମାନେ, ବଡ଼ମାନଙ୍କୁ ମୋର ନମସ୍କାର ଓ ଛୋଟମାନଙ୍କୁ ଆଶୀର୍ବାଦ। ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ ହେଉଅଛି। ଏହି ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜିର ବିତର୍କର ବିଷୟବସ୍ତୁ ହେଉଛି ଓଡ଼ିଆ ସଂସ୍କୃତି, ଖାଦ୍ୟ ଓ ପରମ୍ପରା। ଏ ବିଷୟରେ ମୁଁ ମୋର ବକ୍ତବ୍ୟ ଆପଣମାନଙ୍କ ସମ୍ମୁଖରେ ରଖିବାକୁ ଯାଉଛି। ଓଡ଼ିଶାର ସଂସ୍କୃତି ଖୁବ୍ ପ୍ରାଚୀନ। ଯୁଗେ ଯୁଗେ କେତେ ମୁନିଋଷି ଓ ମହାପୁରୁଷ ଏ ମାଟିରେ ଜନ୍ମଗ୍ରହଣ କରି ଏହାର ସଂସ୍କୃତିକୁ ପରିପୃଷ୍ଠ କରିଛନ୍ତି। ଆମ ସଂସ୍କୃତିର ଆଧାର ହେଉଛି ଆଧ୍ୟାତ୍ମିକତା। ଏହି ଉଚ୍ଚ ଆଦର୍ଶବୋଧ ଓଡ଼ିଆମାନଙ୍କୁ ସମଗ୍ର ମାନବ ଜାତି ମଧ୍ୟରେ ଏକ ବିଶିଷ୍ଟ ଜାତି ରୂପେ ପ୍ରତିଷ୍ଠିତ କରିଛି। ସାମାଜିକ ଜୀବନର ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ଆମେ ସଂସ୍କୃତି ବୋଲି କହିଥାଉ। ଯେଉଁ ଜାତିର ଆଦର୍ଶ ଚିନ୍ତାଧାରା ଯେତେ ଉନ୍ନତ, ସେ ଜାତିର ସଂସ୍କୃତି ସେତେ ଉନ୍ନତ। ଓଡ଼ିଶା ଆପଣାର ସ୍ୱତନ୍ତ୍ର ଆଦର୍ଶ ଓ ପରମ୍ପରାକୁ ନେଇ ସମଗ୍ର ବିଶ୍ୱରେ ଖ୍ୟାତି ଲାଭ କରିଛି। ଉତ୍କଳର ସଂସ୍କୃତିକୁ ସମୃଦ୍ଧ କରିଛି ଏହାର ଐତିହାସିକ ଘଟଣାବଳୀ। ଓଡ଼ିଆ ଜାତିର ବୀରତ୍ୱ ଯୋଗୁଁ ଓଡ଼ିଶାର ସୀମା ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଏହି ଓଡ଼ିଶାରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ। ଓଡ଼ିଶାର ଜାତୀୟ ଜୀବନକୁ ପ୍ରାଣବନ୍ତ କରିଛି ଏହାର ଭାଷା ଓ ସାହିତ୍ୟ। ଓଡ଼ିଆ ଭାଷା ପୃଥିବୀର ଅନ୍ୟାନ୍ୟ ଉନ୍ନତ ଭାଷାମାନଙ୍କ ମଧ୍ୟରେ ଅନ୍ୟତମ। ଏହାର ନିଜସ୍ୱ ଲିପି ରହିଛି। ଏହି ଭାଷାରେ ରଚିତ ମହାଭାରତ, ରାମାୟଣ, ଭାଗବତ ଏବଂ ବହୁ କାବ୍ୟ କବିତା ଏହାର ସଂସ୍କୃତିକୁ ସମୃଦ୍ଧ କରିଛି। ଏହି ରଚନାବଳୀ ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ସହକାରେ ପାଠ କରାଯାଏ। ଓଡ଼ିଆ ସଂସ୍କୃତି ଓ ଲୋକାଚାରରେ ପର୍ବପର୍ବାଣିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି। ଆନନ୍ଦ ଉତ୍ସବ ପ୍ରିୟ ଓଡ଼ିଆମାନେ ନାନା ପୂଜା, ଓଷା, ବ୍ରତ ପାଳନ କରନ୍ତି। ନୂଆଖାଇ, ପୁଷ୍ପୁନି, ରାକ୍ଷୀ ପୂର୍ଣ୍ଣିମା, ପୁଅଜିଉନ୍ତିଆ, ଭାଇଜିଉନ୍ତିଆ, ଶିବରାତ୍ରି, ଦୁର୍ଗାପୂଜା, ଦୀପାବଳି, ରଥଯାତ୍ରା ଆଦି ପର୍ବପର୍ବାଣି ମହା ଆଡ଼ମ୍ବରରେ ପାଳନ କରାଯାଏ। ଅନେକ ସୁସ୍ୱାଦୁ ବ୍ୟଞ୍ଜନ, ପିଠା, ମଣ୍ଡା, ଆରିସା, କାକରା, କ୍ଷୀରି ଆଦି ତିଆରି କରି ମିଳିମିଶି ସମସ୍ତେ ଖାଇଥାନ୍ତି। ଅତିଥି ପରାୟଣତା ଓଡ଼ିଆ ଜାତିର ଅନ୍ୟତମ ବୈଶିଷ୍ଟ୍ୟ। ଶେଷରେ ମୁଁ ଏହା କହିବାକୁ ଚାହିଁବି ଯେ ଆମେ ଓଡ଼ିଆ ଜାତି ବୀର ଜାତି, ବୀର ମାଟିର ସନ୍ତାନ। ଏହି ମାଟି ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଶିଳ୍ପ, ଚିତ୍ରକଳା ଆଦିର ପ୍ରାଣକେନ୍ଦ୍ର। ପରିବର୍ତ୍ତନର ପ୍ରବାହରେ ଆପଣାର ମୌଳିକତାକୁ ବଜାୟ ରଖି ବିକାଶ ପଥରେ ଅଗ୍ରସର ହେବା ହିଁ ଆମର ଲକ୍ଷ୍ୟ। ଏତିକି କହି ମୁଁ ମୋର ବକ୍ତବ୍ୟ ସମାପ୍ତ କରୁଛି। ଜୟ ହିନ୍ଦ।